Press the bell icon on the YouTube app and never miss another update. ଜଣେ କେଉଟୁଣୀ ମା ସେ ଚୂଡ଼ା କୁଟୁଛି। ଆପଣମାନେ ଚୂଡ଼ା କୁଟିବାର ଦୃଶ୍ୟ ଆଜି ଗାଁ ଗହଳିରେ ପ୍ରାୟ ଦେଖାଯାଉନାହିଁ। ଏହା ଏକ ପୁରୁଣା କାଳର କଥା। କେଉଟୁଣୀ ମାଟି ଯେତେବେଳେ ଚୂଡ଼ା କୁଟେ ସେ ଗୋଟିଏ ହାତରେ ସେ ଧାନ ଭାଜୁଥାଏ, ଚୂଡ଼ା ଭାଜୁଥାଏ ଏବଂ ତାର ଛୋଟ ଶିଶୁକୁ ସେ ସ୍ତନ୍ୟପାନ କରାଉଥାଏ, ଅର୍ଥାତ୍ ପିଲାଟି ତାଠାରୁ କ୍ଷୀର ପିଉଥାଏ। ଆଉ ଗୋଟିଏ ହାତରେ ସେ ଚୂଡ଼ାକୁ କୁଟୁଥାଏ। ଏସବୁ ପୁରୁଣା କାଳର ପଦ୍ଧତି। ଏବେ ତ ମେସିନ୍ ଦ୍ୱାରା ଏସବୁ କରାହେଉଛି। ତେବେ ପୁରୁଣା କାଳର କଥାଟିକୁ ଗୋଟେ ଉଦାହରଣ ଦିଆଯାଉଛି। ସେ ପାଖରେ ଯଦି ଜଣେ ଗରାଖ ଆସିକିରି ପହଞ୍ଚିଲା, ଚୂଡ଼ା କିଣିକିରି ନେବ, ସେ ଚୂଡ଼ା କୁଟିବା ସମୟରେ ସେ ଗରାଖକୁ ମଧ୍ୟ ଚୂଡ଼ା ମାପିକିରି ଦେଇଦିଏ। ଏଇ ଯେଉଁ ଦୃଶ୍ୟଟିକୁ ଜଣେ ସାଧୁ ଦେଖୁଛନ୍ତି, ଲକ୍ଷ୍ୟ କରୁଛନ୍ତି ଯେ ଗୋଟିଏ କେଉଟୁଣୀ ମା ସବୁ କାମ କରୁଛି, ଧାନ ଭାଜୁଛି, ପିଲାକୁ କ୍ଷୀର ପାନ କରାଉଛି, ଗରାଖକୁ ଚୂଡ଼ା ଦେଉଛି, ଏ ପାଖରେ ଢିଙ୍କିର ଯେଉଁ ପାହାର ସିଏ ଚୂଡ଼ାକୁ କୁଟିବା ପାଇଁ ସେଥିରେ ମଧ୍ୟ ତାର ମନ ନିବିଷ୍ଟ କରିଛି। ତେଣୁ ସେଇ ଦୃଶ୍ୟକୁ ଦେଖିକିରି ସିଏ ଅନୁଭବ କଲା ଯେ ସବୁ କାମ କରିକିରି ମଧ୍ୟ ଯଦି ଜଣେ ଚୂଡ଼ା କୁଟିବାରେ ତାର ମନ ରଖିପାରିଛି, ତେଣୁ ଆମେ ଏ ସଂସାରରେ ସବୁ କାମ କରି ତା ଭିତରେ ସେଇ ଭଗବତ ଚିନ୍ତନ ବା ଭଗବାନଙ୍କୁ ସ୍ମରଣ କରିବା ବା ତାଙ୍କ ନାମ କୀର୍ତ୍ତନ କରିବା, ଇଏ କଥା କରିବା କିଛି ଭୁଲ ହେବ ନାହିଁ ନା ଭୁଲ ହେବାର ନାହିଁ। ଆମେ ଜାଣି ଶୁଣି ଏସବୁ କାମ କରୁନାହୁଁ। ଆମେ କହୁଛୁ ଆମେ ଭଗବାନଙ୍କୁ ଡାକୁଛୁ, ପ୍ରଭୁଙ୍କୁ ଡାକୁଛୁ, ଆଉ ଆମେ କେତେବେଳେ ଆଉ ସେ କାମଟା କରିବୁ? କିମ୍ବା କେତେବେଳେ କହୁଛୁ କ'ଣ କରିବୁ, ଆମେ ତ ବିଭିନ୍ନ କାମରେ ବ୍ୟସ୍ତ, ଆଉ ମାତ୍ର ଜଞ୍ଜାଳ ଛାଡ଼ୁନି, ଆଉ ଭଗବାନଙ୍କୁ କେତେବେଳେ ଡାକିବୁ? ଇଏ ଦୁଇଟି ଯାକ କଥା ହେଉଛି ମାନେ ଖାମଖିଆଲିଆ କଥା। ସବୁ କାମ କରିକିରି ତା ଭିତରେ ଭଗବତ ଚିନ୍ତନ କରିବାରେ କୌଣସି କୌଣସି ଭୁଲ ହେବ ନାହିଁ। ଠାକୁର ଅଭିରାମ ଏଠି ସେଇ କଥାର ଗୋଟେ ଉଦାହରଣ ଦେଇଛନ୍ତି। ଚୂଡ଼ା କୁଟିବାର ବେଳରେ କେଉଟୁଣୀକୁ ଦେଖ, ସ୍ତନପାନ ଦେଉ ଅଛଇ, କୋଳେ ଧରି ବାଳକ। ଏ ପାଖରେ ଚୂଡ଼ା କୁଟୁଛି, ସେ ପାଖରେ ଛୁଆକୁ କ୍ଷୀର ପିଆଇ ଦେଉଛି। ଏ କଥାଟିକୁ ଉଦାହରଣ ଦେଇକିରି କହିବାକୁ ହେଲା। ତା ପରପଦରେ କ'ଣ ସେ ଲେଖିଥିବେ ଦେଖାଯିବ ଆସନ୍ତାକାଲିକି। କିନ୍ତୁ ଜଣେ ସବୁ କାମ କରି ଭଗବତ ଚିନ୍ତନ କରୁ। ରାଜା ଜନକ ରାଜପ୍ରାସାଦର ଦାୟିତ୍ୱ ନିଅନ୍ତି, ରାଜ୍ୟର ଦାୟିତ୍ୱ ନିଅନ୍ତି, ପ୍ରଜାମାନଙ୍କ ହାରି ଗୁହାରି ଶୁଣନ୍ତି, କିନ୍ତୁ ତାଙ୍କର ମନ ସେଇ ପରମାତ୍ମାଙ୍କ ପାଦ ପଦ୍ମରେ ନିବିଷ୍ଟ ହୋଇ ରହିଥାଏ। ତେଣୁ ଗୃହ କରିବ ଗୃହୀ ମେଳେ, ଭାଗବତର ଗୋଟିଏ ପଦ, ନପଶି ରହିବ ନିରୋଳେ। ଗୃହ କର୍ମ କରିବା ଭିତରେ ମଧ୍ୟ ଆମକୁ ସେଇ ସତ୍ୟର ସନ୍ଧାନ ନେବା ପାଇଁ ପଡ଼ିବ। ସତ୍ ବାଟରେ ଚାଲିବାକୁ ପଡ଼ିବ।
ସତ୍ୟକୁ ଚିନ୍ତନ କରିବାକୁ ପଡ଼ିବ। ବୈକୁଣ୍ଠ ଲେଖିଲେ ବିଷୟ ବାସନା ମୋହ ନ ଲାଗୁ ଦିଅ ଅଭୟ ୟାର ଭୁଜ ଯେଉଁ କଥାଟି ଆପଣମାନଙ୍କୁ ମୁଁ କହିଲି, ଗୃହ କରିବ ଗୃହୀ ମେଳେ ନପଶି ରହିବ ନିରଳେ। ଆମେ ସମସ୍ତଙ୍କୁ ଜାବୁଡ଼ି ଧରିକିରି କହୁଛୁ ଯେ ଆମକୁ ମାୟା ଛାଡ଼ୁନି, କିନ୍ତୁ ମାୟା ବାଟରେ ଅଛି, ତମେ ତମ ବାଟରେ ଅଛ। ତୁମେ ଯଦି ଅଭ୍ୟାସ କରିବ ଯେ ମନେ କରାଯାଉ ତମେ ରୋଷେଇ କରୁଛ, ରୋଷେଇ କଲାବେଳେ କ'ଣ ଭଗବତ ଚିନ୍ତନ କରିହେବନି? ତମେ ସ୍ନାନ ଶୌଚାଦି କାର୍ଯ୍ୟ କରୁଛ, ସ୍ନାନ ଶୌଚାଦି କାର୍ଯ୍ୟ କଲାବେଳେ କ'ଣ ଭଗବତ ଚିନ୍ତନ କରିହେବନି? ତୁମେ ଭୋଜନ କରୁଛ, ଭୋଜନକୁ ସମର୍ପଣ କରି ବା ଭଗବତ ଚିନ୍ତନ କରି କ'ଣ ଖାଇହେବନି? ତୁମେ କୁଆଡ଼କୁ ଦୂର ବିଦେଶକୁ ଯାତ୍ରା କରୁଛ, ଯିବା ପୂର୍ବରୁ ତୁମେ କ'ଣ ଭଗବତ ଚିନ୍ତନ କରିପାରିବନି? କିମ୍ବା ଯିବା ବାଟରେ କ'ଣ ଭଗବତ ଚିନ୍ତନ କରିପାରିବନି? କାମଟା ସରିଗଲେ କ'ଣ ଭଗବତ ଚିନ୍ତନ କରିପାରିବନି? ତେଣୁ ହାତେ କର କାମ ମୁଖେ ପଢ଼ ନାମ। ତେଣୁ ସବୁବେଳେ ମହାପୁରୁଷମାନେ ଆମକୁ ଶିଖେଇଛନ୍ତି ଯେ ଆମେ ତ ବିଷୟ ଭିତରେ ରହିବୁ, ଆଉ ଯିବୁ କୁଆଡ଼େ? ରାତି ପାଇଲେ ଆମର ଅର୍ଥ ଦରକାର, ଯଶ ଦରକାର, ମାନ ଦରକାର, ସବୁ ଆମ ପାଇଁ ଆସିବ। ଆମେ ତ ପରିବାର ଭିତରେ ଅଛେ, ଆମକୁ ପ୍ରପଞ୍ଚ ଭିତରେ ରହିବାକୁ ପଡ଼ିବ। ତାରି ଭିତରେ ରହି ତୁମେ ସ୍ୱତନ୍ତ୍ର ସମୟ କେତେବେଳେ ପାଇବ ଭଗବତ ଚିନ୍ତନ କରିବ, ସେ ଗୋଟେ ଅଲଗା କଥା। କିନ୍ତୁ କାମ ଚାଲିଠାରୁ ନାମ ଚାଲିଥାଉ, ବିଷୟର ବାସନା ଆମକୁ ନ ଲାଗୁ। ମଧୁ ଯେ ସୁନ୍ଦର ଗୀତ ଗାଇଲେ, କାଇଁଚ କାଳିଆ ଶ୍ୟାମ କୌସ୍ତୁଭ ଧାରଣ ପରମ ବ୍ରହ୍ମ ହେ କେଶୀ ଦଳନ କଳୁଷ ପରନାଥ। কৌস্তুভ পরম ব্রহ্ম হে শ্রীদলন কলুষক সন হে কেশী দলন। ସେ କହୁଛନ୍ତି, ହେ କାଇଁଚ ମାଳିଆ ଶ୍ୟାମ କୌସ୍ତୁଭ ଧାରଣ ପରମ ବ୍ରହ୍ମ। ଏଇଭଳି ଗୋଟିଏ ମୂର୍ତ୍ତିକୁ ମନ ଭିତରେ ଚିନ୍ତନ କର। ଏ ତ ପବିତ୍ର କାର୍ତ୍ତିକ ମାସ ହଉ ମାର୍ଗଶିର ମାସ ହଉ, ଏଇଭଳିଆ ଗୋଟିଏ ରୂପକୁ ତୁମେ ଚିନ୍ତନ କର। ଚିନ୍ତନ କରିବା ଦ୍ୱାରା କ'ଣଟା ଲାଭ ହେବ? କଳୁଷ ନାଶନ ହେବ, ଆମ ଭିତରେ ଥିବା ପାପ ତାପର ଖଣ୍ଡନ ହେବ। ଏହା ନିଶ୍ଚିତ ଭାବରେ ସତ୍ୟ। ତେବେ ବାୟା କ'ଣ କହିଲେ? ନାମାଚାର୍ଯ୍ୟ ବାୟା ବାବା ସେ ଆମମାନଙ୍କୁ ଗୋଟିଏ ସୁନ୍ଦର କଥା କହୁଛନ୍ତି ଯେ ଇଏ ମଣିଷକୁ ଯେତେ କୃପା ବା ଦୟା ବା ଭଲ ପାଇବା ଦେଲେ ବି ଇଏ ମଣିଷ ତାକୁ ସବୁ ଥୁ କରି ଫୋପାଡ଼ି ଦେଉଛି। ବଡ଼ ମୁସ୍କିଲ କଥା। ଆମକୁ କୃପା ମିଳୁଛି, ଆପଣ ଭାବୁଥିବେ କି ଆମେ ଭାବୁଛୁ ମୋତେ କ'ଣ କୃପା ମିଳିବ? କୃପା ନିଶ୍ଚୟ ମିଳିବ, କିନ୍ତୁ କୃପା ମିଳୁଛି, କିନ୍ତୁ ଆମେ ତାକୁ ଥୁ କରି ଫୋପାଡ଼ି ଦେଉଛୁ। ଧରାଯାଉ ଗୋଟେ ଜାଗାରେ ନାମ କୀର୍ତ୍ତନ ହେଉଛି, ଆମେ ଘରେ
টিভি ଦେଖୁଛୁ টিভି ଦେଖିବା କିଛି ଭୁଲ ନାହିଁ କିନ୍ତୁ ଆଜି ନ ଦେଖିଲେ କ'ଣ ହେବନି ନାମ କୀର୍ତ୍ତନ ପାଖକୁ ଯାଇ ନାମ କରିବା କ'ଣ ଅସୁବିଧା ହେଉଛି ଗୋଟେ ଜାଗାରେ ସତ୍ସଙ୍ଗ ହେଉଛି ଆମେ କ'ଣ ସତ୍ସଙ୍ଗରେ ଯାଇ ବସିପାରିବାନି 15 ମିନିଟ୍ ବସିବା କି 5 ମିନିଟ୍ ବସିବା ସେ ପବିତ୍ର କଥାକୁ ଶୁଣିବା ନାଇଁ ଆମେ ସେ କାମ କରିବୁନି ଆମେ ଆମର ଘରେ ବସିକିରି ଖାଇ ପିଇକିରି ଶୋଇବୁ ତେଣୁ ସବୁର ସୁଯୋଗ ଆମମାନଙ୍କ ପାଇଁ ଭଗବାନ ସବୁବେଳେ ପଠାଉଛନ୍ତି କିନ୍ତୁ ଆମେ ତାକୁ ଥୁ ଥୁ କରି ବୋବାଳୁଛୁ ଗୋଟିଏ ଅନ୍ଧ ସେ ନଦୀକି ସ୍ନାନ କରି ଗଲାବେଳେ ସେ ଯେଉଁ ବାଟ ଦେଇକିରି ଯାଏ ସିଏ ବାଟଟି ପରିଷ୍କାର ଥାଏ ଗାଧେଇ ସାରିଲା ପରେ ସିଏ ଭଗବାନଙ୍କୁ ପ୍ରାର୍ଥନା କରେ ପ୍ରଭୁ ସମସ୍ତଙ୍କୁ ଆଖି ଦେଲ ମୋତେ ତ ଆଖି ଦେଲନି ଆଖି ନଦେଲ ନାହିଁ ମୋତେ କିଛି ଅର୍ଥ ଭଲା ଦିଅନ୍ତ ମୁଁ ତାକୁ ବସି ଶୋଇକି ଟିକେ ଖାଆନ୍ତି ବୁଲି ବୁଲି କେତେ ଭିକ୍ଷା କ'ଣ କରିବି ଦିନେ ଲକ୍ଷ୍ମୀ ନାରାୟଣଙ୍କୁ କହୁଛନ୍ତି ଯେ ସେ ଅନ୍ଧ ଭକ୍ତଟିକୁ ଆପଣ ଗୋଟେ କିଛି ଦେଉନାହାନ୍ତି ସେ ଏତେ ଆପଣଙ୍କୁ ଡାକୁଛି ବା ପ୍ରାର୍ଥନା କରୁଛି ଆପଣ ତାକୁ କିଛି ଦେଉନାହାନ୍ତି ଆପଣ ଗୋଟେ କିଛି ଦେଉନାହାନ୍ତି ଦିନେ ନାରାୟଣ କହିଲେ ଆଚ୍ଛା ହଉ ତମେ ମା ତମର ହୃଦୟ ହେଉଛି ସ୍ନେହ ମମତାରେ ପୂର୍ଣ୍ଣ ସନ୍ତାନ ପାଇଁ ତମେ ଯଦି ବ୍ୟାକୁଳ ହେଇ ଉଠୁଛ ତାହେଲେ ମୁଁ କାଲି ତାକୁ ଦେବି ଆଉ ଗୋଟେ ସୁନା ମୁଣ୍ଡାଟିଏ ଦେବି ଆଉ ସେ ଯିବା ବାଟରେ ମୁଁ ସୁନା ମୁଣ୍ଡାଟିକି ଥୋଇଦେବି ସେଇଆ ହେଲା ସୁନା ମୁଣ୍ଡାଟିଏ ବାଟରେ ଥୋଇଦେଇ ନାରାୟଣ ନୀରବରେ ରହିଲେ ଲକ୍ଷ୍ମୀ ନାରାୟଣ ବୈକୁଣ୍ଠରେ ଦେଖୁଛନ୍ତି ଆଜି ସୁନା ମୁଣ୍ଡା ସେ ପାଇବ ବସି ଶୋଇକିରି ଖାଇବ ଏଇଭଳି ଭାବରେ ସେ ଅଛି ଯେତେବେଳେ ଅନ୍ଧଟି ସ୍ନାନ କରିବା ପାଇଁ ନଦୀ କୂଳକୁ ଯାଏ ସେ ସୁନା ମୁଣ୍ଡାଟି ତା ଗୋଡ଼ରେ ବାଜିଲା ଯେତେବେଳେ ଗୋଡ଼ରେ ବାଜିଲା ସେ ସୁନା ମୁଣ୍ଡାକୁ ଅଣ୍ଡାଳିକିରି ସୁନା ମୁଣ୍ଡାକୁ ଧରିକି ତାକୁ ଫିଙ୍ଗି ଦେଲା ଏବଂ ଲୋକଙ୍କୁ ଶୋଧିଲା ଭଗବାନଙ୍କୁ ବି ଶୋଧିଲା କହିଲା ଭଗବାନ ହେ ଠାକୁର ତମେ ମୋତେ ଅନ୍ଧ କରିଥିଲ ପୁଣି ଆହୁରି ଦାଉ ସାଧୁଛ ମୋ ଯିବା ବାଟରେ ଗୋଟେ ଖେଚଡ଼ ଟୋକା କିଏ ଆଣି ଗୋଟେ ପଥର ମୁଣ୍ଡା ଥୋଇଲାଣି ମୁଁ ଝୁଣ୍ଟିକିରି ବର୍ତ୍ତମାନ ପଡ଼ିଥାନ୍ତି ତେଣୁ ତମେ କି ଠାକୁର ହେଇଛ ଠାକୁରଙ୍କୁ ଶୋଧିଲା ଏବଂ ସେ ଲୋକଙ୍କୁ ବି ଶୋଧିଲା ସେଇଠି ନାରାୟଣ କହିଲେ ଯେ ତୁମେ ତ ଲକ୍ଷ୍ମୀ କହୁଥିଲ ମୁଁ ତ ବର୍ତ୍ତମାନ ସୁନା ମୁଣ୍ଡାଟିଏ ତାକୁ ଦେଲି ସେ ସୁନା ମୁଣ୍ଡା କ'ଣ ପଥର ଖଣ୍ଡ କ'ଣ ତାକୁ ସେ ଜାଣିପାରିଲା ନାହିଁ କାହାକୁ ପଚାରିଲା ବି ନାହିଁ ଯେ ଏଇଟା କ'ଣ ଥୁଆ ହେଇଛି ତାକୁ ପଥର ମୁଣ୍ଡା ବୋଲି ଭାବି ତାକୁ ସେ ଫୋପାଡ଼ି ଦେଲା ସେଇଭଳି ଗୁରୁ କୃପା ଭଗବତ କୃପା ଇଷ୍ଟଙ୍କ କୃପା ପିତାମାତାଙ୍କର ଆଶୀର୍ବାଦ ଆମ ପଛରେ ସବୁବେଳେ ଅଛି ଆମ ପାଇଁ ସେମାନଙ୍କର କୃପାର ହସ୍ତ ସଦ୍ଗୁରୁଙ୍କର କୃପା ଇଷ୍ଟ କୃପା ପିତୃମାତୃ ଗୁରୁଜନଙ୍କର ଆଶୀର୍ବାଦ ଏମିତି ଜଣେ ବ୍ୟକ୍ତି ନାହିଁ ଯାହା ପଛରେ ନାହିଁ ନିଶ୍ଚୟ ଅଛି କିନ୍ତୁ ଆମେ ସେସବୁକୁ ଗ୍ରହଣ କରିପାରୁନୁ ବାବା ଗୋଟିଏ କହିଲେ ବାବା ସେ ଲୋକମାନଙ୍କୁ ଚାହିଁକିରି କହିଲେ ତମେ ଏଠିକି ଆଇଛ ମାନେ ବାବାଙ୍କ ପାଖକୁ ଲୋକମାନେ ଯାଇଛନ୍ତି ଏଠି କ'ଣ ଗପ କରୁଛ ବାବା ରହସ୍ୟରେ କହୁଛନ୍ତି ତୁମେ ଆସିଲ ଏଠି ଅଫିସ ଗପ କରୁଛ ସିନେମା ଗପ କରୁଛ ଥିଏଟର ଗପ କରୁଛ
ଏଇଥିରେ ମାତିଛ। ଯେତିକି ସମୟ ତୁମେ ଆଶ୍ରମକୁ ଆସିଲ ବା ଗୁରୁଙ୍କର ଦର୍ଶନ କରିବାକୁ ଆସିଲ, ସେଠି ଆସିକିରି ପହଞ୍ଚିକିରି ତୁମେ ନାମ କରୁଛ କି? ଯେଉଁମାନେ ଆପଣମାନେ ଶୁଣୁଛନ୍ତି ଏ କଥାକୁ ଟିକେ ଭଲ କରି ମନେ କରନ୍ତୁ। ନାମ କରୁଛ କି? ସନ୍ଧ୍ୟା ହେଇଗଲା, ପ୍ରାର୍ଥନା କରୁଛ କି? ସନ୍ଧ୍ୟା ଆରତୀ ଦର୍ଶନ କରୁଛ କି? କିନ୍ତୁ ତରତର ହଉଛ, ବାବା ସନ୍ଧ୍ୟା ହେଇଗଲା, ମୁଁ ଟିକେ ଘରକୁ ଯିବି। ତେଣୁ ଏଇଥିରେ ତୁମେ ମାତିଛ। ଠାକୁରଙ୍କ ପାଖକୁ ଆସିଲ, ଠାକୁରଙ୍କୁ ଟିକେ ଦର୍ଶନ କଲ କି ଭୋଗ କଲ, ଦିନ ତମାମ କାର୍ଯ୍ୟ କର, ଦିନ ତମାମ ଜୀବନଟି କର୍ମମୟ ହଉ, ଏହା ଅତ୍ୟନ୍ତ ସୁଲଭ କଥା। କିନ୍ତୁ ପ୍ରତ୍ୟେକ କର୍ମର ପ୍ରାରମ୍ଭରେ ଓ ଶେଷରେ ନିଶ୍ଚିତ ଭାବରେ ଭଗବତ ଚିନ୍ତନ କର। ଆଜି ଆମେ ତୋରା ଆଶ୍ରମର ଦାୟିତ୍ୱରେ ଗୋଟିଏ ହୋଟେଲ ଭିତରେ ରହିଛୁ। କାଲି ସନ୍ଧ୍ୟାରେ ସେ ଆଶ୍ରମରେ ଗୋଟିଏ ସୁନ୍ଦର ସତ୍ସଙ୍ଗ ହେଲା, ପ୍ରାର୍ଥନା ହେଲା, ସଂକୀର୍ତ୍ତନ ଶୋଭାଯାତ୍ରା ହେଲା। ବଳିଆକୁ ପାଛୋଟି ନେବା ପାଇଁ ଅନେକ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥିଲେ। ଆମ ଗାଡ଼ିଟି ଚାଲିଛି। ଗୋଟିଏ ଯୁବକ ମୋଟର ସାଇକେଲଟିଏ ଧରି ସେ ଦେଖୁଛି ଗୋଟାଏ ପଟରେ ନାଳ ଅଛି, ସେଇ ପଟରେ ମାନେ ମୋଟର ସାଇକେଲକୁ ପୁରେଇଲା। ସିଏ ମୋଟର ସାଇକେଲଟି ନାଳକୁ ଗଡ଼ିଗଲା। ତାକୁ ସେ ଉଠେଇଲା ବେଳକୁ ଉଠେଇ ପାରିଲାନି। ପୁଣି ଆଉ ଗୋଟେ ଲୋକ ଯାଇକିରି ସେ ମୋଟର ସାଇକେଲକୁ ପଛରୁ ଟାଣିକିରି ଧଇଲା। ସେ ଉଠିଲା, ନହେଲେ ମୋଟର ସାଇକେଲ ପଡ଼ିଥାନ୍ତା, ସେ ପିଲାଟି ମଧ୍ୟ ନାଳରେ ପଡ଼ିଥାନ୍ତା। କେବଳ ବଳିଆ ଗାଡ଼ି ଭିତରେ ବସିକି ଟିକେ ଭଗବତ ଚିନ୍ତନ କଲି, ଛୁଆଟାକୁ ଟିକେ ରକ୍ଷା କର। ତଥାପି ସେ ବୁଝିପାରୁନାହିଁ। ରେ ଭ୍ରାନ୍ତ ମନୁଆ, ଭ୍ରାନ୍ତ ଧାରଣାରେ ଶରୀକୁ ଦେଉଛୁ କ୍ରାନ୍ତି। ତଥାପି ସେ ବୁଝିପାରିଲାନି। ମୋଟର ସାଇକେଲଟାକୁ ଯେମିତି ଉଠିଗଲା, ସେଠୁ ପୁଣି ଗାଡ଼ିର ମାନେ ଗାଡ଼ି ଯେଉଁ ପଟରେ ଯାଉଛି ସେ ବାଁ ପଟରେ ସେ ପୁଣି ଗାଡ଼ି ଧରିକି ଚାଲିଲା। ତେଣୁ ଆମ ଗାଡ଼ି ଚାଳକ କହିଲେ, ବାବା ଦେଖନ୍ତୁ, ଓଇଖିନା ଗାଡ଼ି ସହ ସେ ନାଳରେ ପଡ଼ିଥାନ୍ତା, ରକ୍ଷା ପାଇକିରି ମଧ୍ୟ ପୁଣି ଭୁଲ ଡାଇରେକ୍ସନରେ ଯାଉଛି। ତେଣୁ ଏଇ ଯେଉଁ ଜୀବନର ଭୁଲ, ଆମେ ଜାଣିଶୁଣି ଅନେକ ଭୁଲ କରୁଛୁ। ଆମ ପାଖରେ ଯଥେଷ୍ଟ ସମୟ ଅଛି। ସନ୍ଧ୍ୟା ଆସିଛି, ଆମେ କ'ଣ ଧୂପବତୀଟି ଦେଇ ଠାକୁରଙ୍କୁ ଟିକେ ପ୍ରାର୍ଥନା କରିପାରିବାନି? 5 ମିନିଟ୍ ଆପଣମାନେ ସକାଳେ 5 ମିନିଟ୍, ସନ୍ଧ୍ୟାରେ 5 ମିନିଟ୍, ଆପଣମାନେ ଯେଉଁ କାମ କରୁଛନ୍ତି, କାଟୁଛନ୍ତି, ବାଟୁଛନ୍ତି, ଅଫିସକି ଯାଉଛନ୍ତି କି କାର୍ଯ୍ୟ କରୁଛନ୍ତି, ସବୁଥିରେ ବଳିଆ ଜୀବନରେ ଯାହା କରେ ସେଇ କଥା ହିଁ ମୁଁ ଆପଣମାନଙ୍କୁ କହେ। ଏମିତି ଗୋଟିଏ ସମୟ ବଳିଆ ପାଖରେ, ବଳିଆ ଅନେକ ଲୋକଙ୍କ କଥା ଯାହା ଯେମିତି ଦୁଃଖ ସୁଖ ବୁଝେ, କିନ୍ତୁ ସବୁବେଳେ ମନ ଭିତରେ ସେ ପବିତ୍ର ନାମକୁ ମୁଁ ସ୍ମରଣ କରେ, ଗୁରୁଙ୍କର ଆଦର୍ଶକୁ ସମର୍ପଣ କରେ, ଗୁରୁ ମୂର୍ତ୍ତିକୁ ଧ୍ୟାନ କରେ ଏବଂ ଗୁରୁଙ୍କର ବାଣୀକୁ ମନନ କରେ। ତେଣୁ ସଜ୍ଜନ, ଆମ ପାଖରେ ସମୟ ଅଛି, କିନ୍ତୁ ଆମେ ତାହା କରୁନାହୁଁ। ବାବା ଗୋଟିଏ ଉଦାହରଣ ଦେଲେ, ହିରଣ୍ୟକଶ୍ୟପୁ ବ୍ରହ୍ମାଙ୍କ ଭଳି ଗୁରୁ ପାଇଥିଲା। ଆଉ କେମିତିଆ ଗୁରୁ ପାଇଥାନ୍ତା? ବ୍ରହ୍ମାଙ୍କ ଭଳି ଗୁରୁ ପାଇ ଶେଷରେ ସେ ପ୍ରହ୍ଲାଦ ପାଇ ତା ନିଜ ପୁଅ ପାଇଁ ସେ ମାନେ ବାଧକ ସାଜିଲା। ପୁଅକୁ ଖଣ୍ଡାରେ ହାଣିଲା, କେତେବେଳେ ସମୁଦ୍ରକୁ ଫୋପାଡ଼ି ଦେଲା, ନିଆଁକୁ ଫୋପାଡ଼ି ଦେଲା, ପର୍ବତକୁ ଫିଙ୍ଗି ଦେଲା।
ଆରେ ବ୍ରହ୍ମାଙ୍କ ଭଳିଆ ଗୁରୁଟି ପାଇଲୁ ପୁଣି ଏତେ ଭୁଲ କେମିତି କରୁଛୁ? ସେଇ ଭୁଲ ପାଇଁ ନରସିଂହ ଯେହେତୁ ତାର ପୁଅ ପ୍ରହ୍ଲାଦ ହେଉଛି ପରମ ଭକ୍ତ, ତେଣୁ ପୁଅ ପାଇଁ ବାପାକୁ ଉଦ୍ଧାର କଲେ। ହିରଣ୍ୟକଶ୍ୟପକୁ ବଧ କରିନାହାନ୍ତି, ସେ ଉଦ୍ଧାର କରିଛନ୍ତି। ଆଉ ଗୋଟିଏ କଥା ଉଦାହରଣ ଦେଲେ ଯେ ରାବଣ ଶିବଙ୍କ ଭଳି ଗୁରୁଙ୍କୁ ପାଇଥିଲା। ରାବଣ ଶିବ ଭକ୍ତ ଥିଲା। ଶିବ ଭକ୍ତ ଥିଲା, ଜଣେ ଉତ୍ତମ ବ୍ରାହ୍ମଣ। ସେ ପୁଣି କ'ଣ କଲା? ଯିଏ ପ୍ରଥମ କରି ବ୍ୟୋମଯାନ ବା ଉଡ଼ାଜାହାଜ ଚଢ଼ୁଥିଲା, ସେ କ'ଣ କଲା? କ'ଣ ତୋର ଦରକାର ଥିଲା ସୀତାଙ୍କୁ ଅପହରଣ କରିବା? କ'ଣ ତୋର ଦରକାର ଥିଲା ଯେ ତୁ ଗୋଟେ ରାମଙ୍କ ସହିତ ଯୁଦ୍ଧ କରିବା? ଯଦି ସୀତାଙ୍କୁ ନେଇଗଲୁ, ଫେରେଇଦେଲୁନି? ଲଙ୍କା କଟକ ଧ୍ୱଂସ ହେଇଗଲା। ମାନେ କ'ଣ ନହେଲା? ସ୍ୱର୍ଣ୍ଣମୟ ଲଙ୍କା ଜଳି ପୋଡ଼ି ପାଉଁଶ ହେଇଗଲା। ତେଣୁ ରାବଣ ଭଳି ଶିବଙ୍କ ଗୁରୁ ପାଇ ସେମାନେ ବି ଅଧପତନ ହେଲେ। ତେଣୁ ସ୍ୱାର୍ଥପର ମଣିଷ ନିଜ ସ୍ୱାର୍ଥକୁ ପାଇବା ପାଇଁ ସେ ପରର ସ୍ୱାର୍ଥକୁ ନଷ୍ଟ କରୁଛନ୍ତି। ତେଣୁ ଭଗବତ କୃପା ପାଇବେ କେମିତି? ନିଜ ସ୍ୱାର୍ଥକୁ ସେ ହାସଲ କରିବେ ବୋଲି ଅନ୍ୟର ସ୍ୱାର୍ଥକୁ ସେ ନଷ୍ଟ କରୁଛନ୍ତି। ତେଣୁ ହେ ସଜ୍ଜନ, ଇଏ ତ ପବିତ୍ର କାର୍ତ୍ତିକ ମାସ। ଏଇ ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ତୃତୀୟ ଦିନ, ତୃତୀୟ ପ୍ରଭାତ। ତେଣୁ ଆପଣମାନଙ୍କୁ ଏତିକି ନିବେଦନ କରୁଛି, ସବୁ କାମ ଚାଲୁଥାଉ, ତାରି ଭିତରେ ସତ୍ୟର ଚିନ୍ତନ କରିବା କି ନାମକୁ ଭଜନ କୀର୍ତ୍ତନ କରିବା, ଏହାକୁ ଜମା ଭୁଲନ୍ତୁ ନାହିଁ। ଆଉ କାର୍ତ୍ତିକ ମାସ 5 ଦିନ ଆପଣ ବହୁତ ନିଷ୍ଠାରେ ରହିବେ, ତାପରେ ଅସଦାଚରରେ ରହିବେ, ସେଇଟା ନୁହେଁ। ସବୁବେଳେ ଯିଏ ଆଦର୍ଶ ଭିତରେ ରହେ, ଗୋଟିଏ ମାସରେ 8 ଦିନ 4 ଦିନ ଆଦର୍ଶ ଭିତରେ ନ ରହିଲେ ବି କିଛି ଅସୁବିଧା ନାହିଁ। ତେଣୁ ଇଏ କାର୍ତ୍ତିକ ମାସ କହିଲେ ଯେ କାର୍ତ୍ତିକଙ୍କ ମାସ, ପ୍ରକୃତରେ ଇଏ ମାସଟି ବିଷ୍ଣୁ ପୂଜନ, ଶିବ ପୂଜନ, ଶକ୍ତି ପୂଜନ, କାଳୀ ପୂଜା ପଡ଼େ। ତେଣୁ ଇଏ ଗୋଟିଏ ବଢ଼ିଆ ମାସ। ଏ ମାସଟିକୁ ଆପଣମାନେ ହାତ ଛଡ଼ା ନ କରି ନିଜ ନିଜ କାମ ଭିତରେ ରହି ଭଗବତ ଚିନ୍ତନ କରନ୍ତୁ। ଏତିକି କହି ମୋର କଥାକୁ ମୁଁ ବିଶ୍ରାମ ଦେଉଛି। କାର୍ତ୍ତିକେ